କୁହନ୍ତୁନି କହିବି କଣ କୋଉଠି ଗରମରେ ଘଣ୍ଟା ହେଲାଣି ଠିଆ ହେଲେଣି କିଏ କହୁଛନ୍ତି ମତେ ଆଗକୁ ଦିଅ ଇଏ କହୁଛନ୍ତି ପଛକୁ ଦିଅ ଏମିତି କରିବାର ମାନେ କଣ? ଅନ୍ୟ ତେଲ ଟାଙ୍କି ଯାଇଥିଲି ନାଇଁ ନାଇଁ ମାନେ ଏଟା କେତେ ସମୟ ଛିଡା ହେଲେଣି? ଘଣ୍ଟା ହେଲାଣି ଠିଆ ହେଲେଣି। ଏବେ କେତେ ତେଲ ପକେଇବେ? ଆଉ ଦେଖିବା ଟାଙ୍କି ଫୁଲ କରିଦେବି ଭାବୁଛି। ଟାଙ୍କି ଫୁଲ କରିବେ। ପ୍ରତିଦିନ କେତେ ତେଲ ପକାନ୍ତି? ପକାଏ 300-400 ଭିତରେ ଏମିତି ପକାଏ। ଆଜି ଟାଙ୍କି ଫୁଲ କରିଦେବେ। ଆଜ୍ଞା କାହିଁକି ଏଭଳି ଭୟ କାହିଁକି? କାଳେ ଆଗକୁ ନ ମିଳିବ ହଇରାଣ ହବ କି? ନ ମିଳିବା କଥା ଆପଣ କରୁଛନ୍ତି। ଫୋନରୁ ମାନେ ସବୁ ତ ଦେଖୁଛୁ ଆମେ ଫୋନରୁ ଆଉ ମୋବାଇଲରୁ ମାନେ ଦେଖିକି ଯାହା ଶିଖିବା କଥା କି ଟିଭି ଫିଭିରେ ଦେଖୁଛୁ। ନ୍ୟୁଜରେ ତ ବିଜେପି ସରକାର କହିଲାଣି ଆଉ ତେଲ ଦବନି କି ଇଏ କରିବନି। ଆପଣ ଏଇନା କହୁଛନ୍ତି ଟାଙ୍କି ଫୁଲ କରିବେ, ତେଲ ଟାଙ୍କି ବାଲା ବି ଆପଣଙ୍କୁ ଫୁଲ କରିବାକୁ ତେଲ ଦଉଛନ୍ତି, ସଫିସିଏଣ୍ଟ ତେଲ ଅଛି, ଆପଣ ପ୍ୟାନିକ ହବାର କାରଣ କଣ? ଭୟ ଲାଗୁଛି କାଳେ କଣ କହିହବନି ତାକୁ। ଆଜ୍ଞା ଆଗରୁ ତେଲ ସଙ୍କଟ ଏମିତି କେବେ ଦେଖିଥିଲେ? ନା ଏଇଟା ତ ଫାର୍ଷ୍ଟ ଟାଇମ ହିଁ ଦେଖୁଛି ଆଜି। କଣ କହିବି ଯାହା ଆପଣ ପବ୍ଲିକ ବୁଝିବା ମୁଁ ଯେତିକି ଦବା କଥା। ଯଦି ତେଲ ଫୁଲ କରିପାରୁଛନ୍ତି ତା ମାନେ ତେଲ ସଫିସିଏଣ୍ଟ ଅଛି। ଆଜ୍ଞା ବ୍ୟସ୍ତ ହବା ଭୟ ହବା କୌଣସି ଆବଶ୍ୟକତା ନାହିଁ। ଅନ୍ୟ ଲୋକମାନଙ୍କୁ କଣ କହିବେ? ସେମାନେ ଦେଖି ଯାଇ ଯାହା କରିବେ ମୁଁ ଆଉ କଣ କହିବି। ହଇରାଣ ତ ହଉଛୁ ଆଉ ଦେଖୁଛନ୍ତି ଆଉ। କେତେଟା ଟାଙ୍କି ଆପଣ ବୁଲିଲେଣି ଆଜି? 3ଟା। କଣ ଟାଙ୍କିରେ କରୁଛନ୍ତି? 2ଟା ଟାଙ୍କି ବନ୍ଦ ଥିଲା, କହିଲେ 5ଟା ପରେ ଆସ। ଏଇଠି ଭାଗ୍ୟ ବୋଲକୁ ଆମର ଖୋଲା ଥିଲା, ଗାଡିଟା ଲାଗିଛି ଲାଇନ ଛିଡା ହେଇଛୁ, ପଡିଗଲେ ଯିବୁ ଆଉ। କେତେ ଜଣ ପରେ ଏବେ ଅଛି? ମୋର ତ ଏଇ ତ ମୁଁ ଥିଲି ସେ ଲାଷ୍ଟରୁ ପ୍ରାୟ 10 ଜଣଙ୍କ ପରେ ମୋର ପଡିଛି ନମ୍ବର ଆଉ। ଆଜି କେତେ ସମୟ ଛିଡା ହେଲାଣି? ଏଇଠି ପାଖାପାଖି ମୋର 35 ମିନିଟ୍ ପଳେଇଲାଣି। ଯାହା ନିୟମ ହେଇଛି ଟାଙ୍କି ଫୁଲ କରିବାର ତ ମୋର ଇଚ୍ଛା ଅଛି। ଆପଣ ଟାଙ୍କି ଫୁଲ କରିବେ? ଆଜ୍ଞା। ତେଲ ତ କୌଣସି ନିୟମ ଆସିନି ଟାଙ୍କିରେ ଆମେ ବୁଝୁଥିଲୁ ସେତେବେଳେ ଯେତେ ତେଲ ପକେଇ ପାରିବେ। ତାହେଲେ ତ ଭଲ କଥା, ଆମେ ପୁରା ଟାଙ୍କି ଫୁଲ କରିଦେଇ ପଳେଇବୁ। ଆଗରୁ ପ୍ରତ୍ୟେକ ଦିନ କେତେ ତେଲ ପକଉଥିଲେ? ଡେଲି ମୁଁ ପକାଏନି, ଟାଙ୍କି ଫୁଲ କରିଦିଏ, ସରିଲେ ପୁଣି ଟାଙ୍କି ଫୁଲ। ଲୋକଙ୍କ ଭିତରେ ଗୁଜବ ସୃଷ୍ଟି ହେବାରୁ ଏ ଲାଇନ ସୃଷ୍ଟି ହଉଛି, ନହେଲେ କିଛି ନାହିଁ। ତେଲ ମିଳୁଛି, ତେଲ ଆସୁଛି, ଲୋକ ପକେଇ ଯାଉଛନ୍ତି। ଯେ 100 ପକେଇବା କଥା ସେ 1000 ପକଉଛି, ଯେ 200 ପକେଇବା କଥା ସେ 1000 ପକଉଛି, ଏମିତି ଚାଲିଛି ଆଉ କଣ। ସେଥିପାଇଁ ତେଲ ସଙ୍କଟ ସୃଷ୍ଟି ହଉଛି। ନାଇଁ ସେମିତି କିଛି ନାହିଁ, ଯିଏ ଯାହା ମାଗୁଛି ତେଲ ଦିଆହଉଛି। 200 କିଛି ନାହିଁ କି 2000 ବି ନାହିଁ, ସଫିସିଏଣ୍ଟ ତେଲ ଅଛି। ତେଲ ଥିବା ଯାକେ ଆମେ ଚଲେଇ ଚାଲିବୁ। ତେଲ ଯୋଉଠି ସରିବ ବନ୍ଦ ହବ ଟାଙ୍କି। ଆଉ ତେଲ ଆସିବା ରାତିରେ ଯଦି ଗାଡି ଆସିଲା ପୁଣି କାଲି ସକାଳୁ ଚାଲିବ, ରାତିରେ ନ ଆସିଲା କାଲି ସକାଳୁ ସରିଯିବ ତେଲ। ଏଇଆ ହଉଛି ପରିସ୍ଥିତି ଆଉ। ତେଲ ମିଳୁନି, ଡିପୋରୁ ମିଳିବା ଟିକେ କଷ୍ଟ ହଉଛି, କାରଣ ତାଙ୍କ ପାଖରେ ବି ଷ୍ଟକ୍ ସେମିତି ଆଭେଲେବୁଲ ରହିବା ଦରକାର। ପରିସ୍ଥିତି ଏଇଭଳି ରହୁଛି। ହଁ ଏବେ ପଇସା ପ୍ରଥମେ ଦେଇକିରି ଆରଟିଜିଏସ୍ କରିବାକୁ ପଡୁଛି କମ୍ପାନୀ କି, ତାପରେ ତେଲ ଆଣିବା ପାଇଁ ଗାଡି ଯିବ। ଆଗରୁ କମ୍ପାନୀ ବାକି ଦଉଥିଲା, 3 ଦିନ ପରେ ପଇସା ଦିଆହଉଥିଲା, 4 ଦିନ ପରେ ପଇସା ଦିଆହଉଥିଲା, ଏମିତି ସିଷ୍ଟମ ଚାଲୁଥିଲା। କିନ୍ତୁ ଏବେ ମାସ 1.5 ମାସ ହେଲାଣି ଆଗେ ପଇସା ଦେବାକୁ ପଡୁଛି। ଲୋକଙ୍କ ଭିତରେ ଗୋଟେ ଗୁଜବ ସୃଷ୍ଟି ହେଇଯାଇ ତେଲ ଆଗକୁ ମିଳିବନି ଆଉ କଣ। ଟାଙ୍କି ଗୁଡା ଯୋଉ ସରିଯାଉଛି ତେଲ, ଗାଡି ଆସିବା ଭିତରେ ତେଲ ସରିଗଲା, ପୁଣି ଗାଡି ଆସିଲେ ତ ପୁଣି ଚାଲିବ। ସେଇ ପରିସ୍ଥିତି ପାଇଁ ଲୋକ ଏକାଥରେ ଯୋଉଠି 3000 ବିକ୍ରି କଥା ସେଠି ଯଦି 10,000 ଲିଟର ବିକ୍ରି ହୁଏ ତେଲ ସର୍ଟେଜ ହବ ନିଶ୍ଚିତ। 5 ଦିନ ଆଗରୁ ଆମର 3500 ଲିଟର ବିକ୍ରି ହଉଥିଲା, ଏବେ 7000 ପ୍ଲସ ଲିଟର ବିକ୍ରି ହଉଛି ପର ଡେ। ହଁ 3500 ଲିଟର ବିକ୍ରି ହଉଛି, 7000 ପ୍ଲସ। ହଁ ତେଲଟା ଅଟୋମେଟିକ ସର୍ଟ ହବ। ଆମେ ସେଇ ହିସାବରେ ତେଲ ମଗଉଥିଲୁ। ଆମ କୋଟା ଯେତିକି 15ଟା 16ଟା ଲୋଡ ଆଇଲେ ଆମର ମାସ ସାରା ଚାଲିଯାଏ। ଏବେ ଆମକୁ 20ଟା 25ଟା ଲୋଡ ଆଣିବାକୁ ପଡିବ। ତେଣୁ ଆମ କୋଟା ଅନୁସାରେ ସେମାନେ ତେଲ ଦେବାକୁ ଚାହୁଁଛନ୍ତି। ଇଏ ତ ଏତିକି ନଉଥିଲେ, ଏବେ ହଠାତ୍ ଏତେ ମାଗିଲେ କଣ ହବ। ଜିନିଷ ହଉଛି ଆମର 20,000 ପେଟ୍ରୋଲ, 20,000 ପ୍ରିମିୟମ, 20,000 ଡିଜେଲ, 3ଟା ଟାଙ୍କି 60,000 ଲିଟର। ନାଇଁ ତେଲ ସଙ୍କଟ ହବାର ଆଶା ନାହିଁ। ଲୋକ ଯୋଉ ପାନିକ ହେଇ ପକେଇ ଚାଲିଛନ୍ତି, ସେଥିପାଇଁ ହିଁ ତେଲ ସରୁଛି। ନହେଲେ ତେଲ ସରନ୍ତାନି, ଆରାମରେ ପକେଇ ଯାଆନ୍ତେ। ଯେ 200 ପକେଇବା କଥା ଯଦି ପକେଇବ 1000-1500 ଟାଙ୍କି ଫୁଲ କରିବ, ତେଲ ଅଟୋମେଟିକ ସରିବ। ଆମର 1.5 ଦିନ 2 ଦିନ ଯିବା କଥା ଯୋଉ ତେଲ, ସେ 1 ଦିନ ବି ଯିବା ପରିସ୍ଥିତି ରହୁଛି। ହେଲା କାରଣ ହଁ ତେଲ ରେଟ୍ ବଢିବାର ଥିଲା, ବଢିବ ବୋଲି ହେଇକିରି ଆଜି ବଢିଛି ଆଉ। 3 ଟଙ୍କା 20 ପଇସା ବଢୁଛି ପେଟ୍ରୋଲ, 3 ଟଙ୍କା 18 ପଇସା ଡିଜେଲ। ତେଲ ସର୍ଟେଜ ନାହିଁ।